ମହାନ ଗାଳ୍ପିକ ମାୟାଧର ସାହୁଙ୍କ ରଚିତ ଗଳ୍ପଟିର ନାମ ହେଲା ଫେରିବାଲା। ଆଉ ଅଳ୍ପ ବାଟ ପାରେଇ ଗଲେ ରେଳ ଷ୍ଟେସନ। ମାତ୍ର ଏତିକି ବାଟ ପାରେଇବା କ'ଣ ସାମାନ୍ୟ କଥା? ଷ୍ଟେସନ ପାଖ ବତୀଖୁଣ୍ଟ ତଥାପି ଏଠୁ ଥୋକେ ଦୂର। ବାଟଯାକ କିଟିମିଟିଆ ଅନ୍ଧାର। ମଝିରେ ମାତ୍ର ଗୋଟାକୁ ଛାଡ଼ିଦେଲେ ଏଇ ପାଖର ବତୀଖୁଣ୍ଟ ଗୁଡ଼ାକରେ ପ୍ରାୟ ଆଲୁଅ ଜଳେ ନାହିଁ। ସେଇ ଗୋଟାକକୁ ବି କାଲି କିଏ ଢେଲା ମାରି ଭାଙ୍ଗି ଦେଇଛି ବୋଧେ। ଭୋଳାକୁ ଛାନିଆ ଲାଗିଲା। ତଥାପି ସମସ୍ତ ସାହସ ସଞ୍ଚୟ କରି ଭୂତ ଚରା ଡାହାଣୀ କଥା ନ ଭାବିବାକୁ ଚେଷ୍ଟା କରି ଜୋର ଜୋର ପାଦ ପକାଇ ବିଚରା ଆଗେଇ ଗଲା। ମାତ୍ର ଅନ୍ଧାରରେ ଦିଇଟା ବୁଲା କୁକୁରଙ୍କର ଅଚାନକ କାନ୍ଦଣା ଭୋଳାର ସମସ୍ତ ସାହସକୁ ହରେଇ ଦେଲା ଯେମିତି। ପ୍ରାଣ ମୂର୍ଚ୍ଛା ଦୌଡ଼ିଲା ସେ ପାଖକୁ। ସେ ପାଖ ଆଲୁଅରେ ରିକ୍ସା ଉପରେ ବସି ଆରାମ କରୁଥିବା ରିକ୍ସାବାଲାଟା ପାଟି କଲା, କିରେ ଟୋକା, ଏମିତି ଧାଇଁଛୁ କାହିଁକି? ଅନ୍ଧାର ଆଡ଼କୁ ଛେପ ଢୋକି ଭୋଳା କହିଲା, ଓ ଡର ମାଡ଼ିଲା ତ। ସେଠି ଠିଆ ହୋଇ ମିନିଟିଏ ଦମ୍ ନେଲା ପରେ କହିଲା, ଯାଏ ସିଆଡ଼େ ଗାଡ଼ି ଆସିଯିବ ପୁଣି। ଦୌଡ଼ିବା ଯୋଗୁଁ ସାମୟିକ ଭାବରେ ଥଣ୍ଡା ସିନା ଜଣାପଡ଼ିଲା ନାହିଁ ତାକୁ, ମାତ୍ର ଖୁବ୍ ଶୀଘ୍ର ପୌଷ ମାସ ରାତିର ପ୍ରକୋପ ଭୋଳାକୁ ଆବୋରି ବସିଲା। ଅଯତ୍ନ ବର୍ଦ୍ଧିତ ବାବୁରି ବାଳରେ ବୁନ୍ଦା ବୁନ୍ଦା କାକର ଉପରର ବିଜୁଳି ଆଲୁଅରେ ଚକ୍ଚକ୍ କରୁଥିଲା। ଫଟା ଢିଲା ହାଫ୍ ପ୍ୟାଣ୍ଟ, ସାମ୍ନା ବୋତାମ ନଥିବା ମଇଳା ଜାମା ଭିତରେ ଥଣ୍ଡା ପବନର ଅବାଧ ଚଳପ୍ରଚଳ ତା ରକ୍ତକୁ ଯେମିତି ବରଫ ପାଲଟେଇ ଦେବାକୁ ବସିଥିଲା। ମଇଳା ଦାନ୍ତ ଦି ଧାଡ଼ିରେ ଦାସକାଠିଆ ତାର ବାଜୁଥିଲା। ଭୋଳା ଷ୍ଟେସନ ଆଡ଼କୁ ଚାଲିଥିଲା। ପେଟ ଭିତର କେଁ କଟର ହୋଇ ଯେମିତି ଅବା ବିଦ୍ରୋହ କରୁଥିଲା। 2 ଦିନ ଧରି ସେ ସେମିତି ଖାଲି ପଡ଼ିଛି। ଭୋକର କଷ୍ଟ ଏତେ! ହେ ଭଗବାନ! ଭୋଳା ଭାବିଲା, ଏ ନିଆଁକିଳା ବୁଲା କୁକୁର ଗୁଡ଼ାକ ବି ଦାଉ ସାଧିବାକୁ ଥିଲେ। ଭୋକରେ ଥୋଡ଼େ ବାଟ ତାକୁ ଦୌଡ଼େଇ ଦେଲେ। ତାର 13-14 ବର୍ଷର ଜୀବନ ଭିତରେ ଉପାସ ରହିବାକୁ ଯେ ନ ହୋଇଛି ତାହା ନୁହେଁ, ମାତ୍ର ଏତେ ସମୟ ଧରି ରହିବା ଏ ପ୍ରଥମ ଥର ତା ପାଇଁ। ସେ ଲୋକଟା ନିହାତି ଚଣ୍ଡାଳଟାଏ। ରୋକଠୋକ୍ ମନା କରିଦେଲା। ସବୁଦିନେ ତାରି ପତ୍ରିକା ଖବରକାଗଜକୁ ରେଳ ଷ୍ଟେସନରେ ବୁଲି ବୁଲି ନେହୁରା ହୋଇ ଭୋଳା ବିକେ। ଗଣ୍ଡେ ଖାଇବାକୁ ସେ ଦିଏ, ମାତ୍ର ଗତ 2 ଦିନ ବଡ଼ ଦୁର୍ଭାଗ୍ୟ, କିଛି ହେଲେ ବିକ୍ରି ହୋଇପାରିଲା ନାହିଁ। ଲୋକମାନଙ୍କର କ'ଣ ଏବେ ପଢ଼ାପଢ଼ି କରିବାର ସଉକ ସବୁ ମରିଗଲାଣି ନା କ'ଣ? ବିକ୍ରି ନ ହେବାରୁ ସେ ଲୋକଟା ବି ରୋକଠୋକ୍ ମନା କରିଦେଲା ତାକୁ। ଆଜି ବି ଯଦି ବିକ୍ରି ନ ହୁଏ? ଭୋଳାକୁ ଆହୁରି ଅନ୍ଧାର ଦିଶିଲା। ନା, ସେ କାଳ କଥା ଗୁଡ଼ା ଭାବି ଲାଭ କ'ଣ? ଷ୍ଟେସନର ଏନକ୍ୱାରୀ କାଉଣ୍ଟରରେ ଡ୍ୟୁଟିରେ ଥିବା ଲୋକ ଜଣକ ଟେଲିଫୋନ୍ ଉପରେ ମୁଣ୍ଡ ରଖି ଆରାମରେ ଶୋଇଥିଲେ। ମଧ୍ୟରାତ୍ରିରେ ନିଦ୍ରାର ପ୍ରାଦୁର୍ଭାବ ତାଙ୍କ ପାଟିରୁ ବାହାରି ଗଡ଼ି ଯାଉଥିବା ଲାଳ ଭିତରେ ବାରି ହୋଇ ପଡ଼ୁଥିଲା। ଭୋଳା ପଚାରିଲା, ମେଲ୍ ଗାଡ଼ିଟା କେବେ ଆସିବ? ସେଇ ପ୍ରଶ୍ନଟିକୁ ପଚାରିବା ପରେ ଯାଇ ଏନକ୍ୱାରୀ ଲୋକ ଜଣକ ବାଉଳି ହୋଇ କହିଲେ, କ'ଣ କହିଲୁ? ଘଣ୍ଟେ ଡେରି। ଭୋଳା ଖବରକାଗଜ ବଣ୍ଡିଲଟିକୁ କାଖ ତଳୁ କାଢ଼ି ହାତରେ ଧରିଲା। କହିଲା, ହେ ଭଗବାନ, ମୋତେ ଆଜି ନିରାଶ କରନା। ଲୋକମାନଙ୍କୁ ସୁବୁଦ୍ଧି ଦିଅ। ପଢ଼ାପଢ଼ିରେ ସେମାନଙ୍କର ଟିକେ ଆଗ୍ରହ ହେଉ। କାଁ ଭାଁ କେଇ ଜଣକୁ ଛାଡ଼ିଦେଲେ ଷ୍ଟେସନ ଭିତରଟା ବି ନିଦରେ ବୁଡ଼ି ଯାଇଥିଲା। ଛୋଟ ସହରଟିର ଅଳ୍ପ ଯାତ୍ରୀ। ରେଳବାଇ ପୋଲିସ 2 ଜଣ 2 ଅନ୍ଧାରିଆ ଜାଗାର ସିମେଣ୍ଟ ଚେୟାର ଉପରେ ପରସ୍ପର ପିଠିରେ ଢିରା ଦେଇ ଢୁଳଉଥିଲେ। ଚିପା ପ୍ୟାଣ୍ଟ ସାର୍ଟ ପିନ୍ଧା କଲେଜ ଝିଅ କେତେଜଣ ହାତ ଭରା ଦେଇ ହାତ ଚକିରେ ମୁହଁ ରଖି ନିଦ୍ରା ଯାଇଥିଲେ। ବେପାରୀ ଭଦ୍ରବ୍ୟକ୍ତି ଜଣକ ନିଜ ବ୍ରିଫକେସଟିକୁ କୁଣ୍ଢାଇ ସଶବ୍ଦେ ଶୋଇଥିଲେ। ଚେୟାରରେ ଶୋଇଥିଲେ ଟୋକା କେତେଜଣ। ନାଲି ପୋଷାକ ପିନ୍ଧା ରେଳବାଇ କୁଲିମାନେ ପ୍ଲାଟଫର୍ମରେ ଅର୍ଦ୍ଧ ବୃତ୍ତାକାରରେ ଶୋଇ ରହି ଭଜା ଚିଙ୍ଗୁଡ଼ି ପରି ଦିଶୁଥିଲେ। ଭୋଳା ଧୀରେ ଧୀରେ ପ୍ଲାଟଫର୍ମର ଗୋଟାଏ କଣକୁ ଗଲା। ଚା ଦୋକାନୀଟା କୋଇଲା ଆଞ୍ଚ ଲଗାଇ ଚା ବସାଇବାକୁ ଚେଷ୍ଟା କରୁଥିଲା। କାଚ କେସ୍ରେ ଗୋଟାଏ ପାଖକୁ ରଖା ହୋଇଥିଲା ପାଉଁରୁଟି କେଇଖଣ୍ଡ। ପାଛିଆ ଭିତରେ ଗତକାଲିର ସିଙ୍ଗଡ଼ା ଓ ବରାମାନେ ମାଛିମାନଙ୍କର ପ୍ରବଳ ପ୍ରୟାସ ସତ୍ତ୍ୱେ ବି
ସଦର୍ପେ ପଡ଼ି ରହିଥିଲେ। ଭୋଳା ସେଆଡ଼କୁ ଲାଳସାର ସହିତ ଚାହିଁ ରହିଲା। ଆଞ୍ଚ ଫୁଙ୍କୁ ଫୁଙ୍କୁ ଦୋକାନୀ ପଚାରିଲା, କିରେ ଟୋକା? ଭୋଳା କିରକମ ହସିବାକୁ ଚେଷ୍ଟା କରି କହିଲା, ମଉସା, ଭାରି ଥଣ୍ଡା ହେଇଛି ନା ଆଜି? କହିସାରି ଟିକିଏ ଗରମ ପାଇବାକୁ ଆଞ୍ଚ ଆଡ଼କୁ ଘୁଞ୍ଚି ପଡ଼ିଲା। ପାଖରେ ବିଜୁଳି ଖୁଣ୍ଟଟା, ସେଆଡ଼କୁ ସେ ଆଉଜି ପଡ଼ିଲା। ଭାରି ତାକୁ ଥକ୍କା ଲାଗୁଥାଏ। ଗାଡ଼ିଟା ବି ଘଣ୍ଟାଏ ଡେରି। ବସୁ ବସୁ ମନେ ପଡ଼ିଲା ଏକଦମ ପିଲାବେଳର କଥା। ତା ବାଆ ବି ଏଇଠି ରିକ୍ସା ଚଳାଉଥିଲା। ତା ମାଆ ମରିଯାଇଥିଲା। ବାଆ ଏଇ ମେଲ୍ ଗାଡ଼ି ଭଳି ରାତି ଗାଡ଼ିର ଲୋକଙ୍କ ପାଇଁ ଅନେକ ରାତିରେ ରିକ୍ସା ଷ୍ଟେସନ ପାଖରେ ରଖେ। ଭୋଳା ତା ଭଉଣୀ ପାଟ ପାଖରେ ରାତିରେ ଶୁଏ। ପାଟ ତାଠାରୁ ବୟସରେ ଅନେକ ବଡ଼। ମା' ଛେଉଣ୍ଡ ସାନ ଭାଇଟାକୁ ସେ ପୁଅ ପରି ପାଳେ। ଭୋଳାକୁ 8 ବର୍ଷ ବେଳେ ପାଟର ବାହାଘର ହୋଇଗଲା। ତା ଗିରସ୍ତ ସାଙ୍ଗରେ ପାଟ ଆସାମ ଚାଲିଗଲା। ସେଠି ଚା' କମ୍ପାନୀରେ ତାର କାମ। ପାଟ ବାହା ହେବା ପରେ ତା ବାଆ ରିକ୍ସା ଟାଣିବା ମଧ୍ୟ ବନ୍ଦ କରିଦେଲା। ଭୋଳା ପିଲାଟି ରାତିରେ ଏକା ଶୋଇପାରିଲା ନାହିଁ ସେଥିପାଇଁ। ଦିନେ ସକାଳେ ଭୋଳା ଡେରିରେ ନିଦରୁ ଉଠି ଦେଖିଲା ତା ବାଆ ବସି କାନ୍ଦୁଛି। ଲୋକେ ତାକୁ ଘେରି କରି ଠିଆ ହୋଇଛନ୍ତି। ସମବେତରୁ ଜଣେ ପାଟି କରି କହିଲା, ଆଉ କ'ଣ ମିଛ? ହେଇ ଦେଖୁନୁ, ସମାଜଟା ନିଜେ ନେଇ ପଢ଼। ଆର ଜଣକ ପଢ଼ିଲା, ଚା' ବଗିଚାରେ କାମ କରୁଥିବା ଓଡ଼ିଆ ଶ୍ରମିକର ସ୍ତ୍ରୀ ଉପରେ ବଳାତ୍କାର ଓ ହତ୍ୟା। ସତରେ ନାନା ତର୍ଜମା ପରେ ଶେଷକୁ ସଠିକ୍ କଥା ଜଣାପଡ଼ିଲା ଯେ ସେ ଶ୍ରମିକଟି ତା ଭିଣୋଇ ଏବଂ ମରିଥିବା ତା ଭଉଣୀ ପାଟ। ଭୋଳାକୁ ଏତିକି ବୁଝେଇ ଦିଆଗଲା ଯେ ତା ଭଉଣୀ ଆଉ ଫେରିବ ନାହିଁ। ସେ ଭଗବାନଙ୍କ ପାଖକୁ ପଳେଇ ଯାଇଛି। ବଳାତ୍କାର, ହତ୍ୟା ଆଦି ଶବ୍ଦ ସେତେବେଳେ ତା ସମଝର ବାହାରେ ଥିଲା। ମାତ୍ର ଏବେ ଭୋଳା ବୁଝିଲାଣି ସେସବୁର ମାନେ କ'ଣ। ଥାଉ, ସେସବୁ ଆଉ ଭାବି ଲାଭ କ'ଣ? ଅନ୍ୟ କଥା ଭାବିଲେ ବରଂ ଭଲ। ଅନ୍ୟ କଥା ଭାବୁ ଭାବୁ ମେଲ୍ ଗାଡ଼ିର ଫାଷ୍ଟ ବେଲ୍ ଶବ୍ଦରେ ଭୋଳା ଚମକି ଉଠି ବସିଲା। ଚା' ଷ୍ଟଲ୍ର ଉପରୁ କୋଇଲା ଗୁଣ୍ଡ ପୁଳାଏ ଖସି ପଡ଼ିଲା ତା ମୁହଁରେ। ହାତରେ ପୋଛି ଦେଇ ଉଠି ଆସିଲା ବିଚରା। ସମସ୍ତେ ନିଦରୁ ଉଠି ସାରିଲେଣି। ଜଣେ ଭଦ୍ରବ୍ୟକ୍ତି ପାଟି କଲେ, ଆରେ ଟୋକା, ଖଣ୍ଡେ କାଗଜ ଦେଲୁ, ଦେ ଦେ ଆଜି କାଗଜଟା ଦେ। ଭୋଳା ତାଙ୍କୁ ପରମ ତୃପ୍ତି ସହିତ କାଗଜଟି ବିକ୍ରି କରି ସେ ପାଖରୁ ଟୋକା ଦଳଙ୍କ ପାଖକୁ ନେହୁରା ହେବାକୁ ଯାଉଥିଲା। ହଠାତ୍ ସେ ଭଦ୍ରବ୍ୟକ୍ତି ବଡ଼ ପାଟିରେ ପଢ଼ି ଉଠିଲେ, ବରୋଦାରେ ପୋଡ଼ାଜଳା 2ଟି ବସ୍ତି ଧ୍ୱଂସ। ଆଗ୍ରା ପାଖରେ ମହିଳା କଲେଜର ଦଳେ ଝିଅଙ୍କୁ ପିକନିକ୍ ଯିବା ରାସ୍ତାରେ ସ୍ପଷ୍ଟ ଦିବାଲୋକରେ ଗଣଧର୍ଷଣ। ସମ୍ପୂର୍ଣ୍ଣ ରୋମାଞ୍ଚକ ବିବରଣୀ 11 ପୃଷ୍ଠାରେ। ଯାଉ ଯାଉ ଭୋଳା ଆଁ କରି ଅନେଇ ରହିଲା। ହେଲେ ସେ ପାଖରୁ ଟୋକାମାନେ ହୁରି ଛାଡ଼ିଲେ, ଏଇଠି ଦେଇଯା, ଏଇଠି ଦେଇଯା। RPFର ଯବାନଟି, ମାରୁଆଡ଼ି ଭଦ୍ରବ୍ୟକ୍ତି, କଲେଜ ଝିଅମାନେ, ଧୋତି ପିନ୍ଧା ମଉସା ଜଣକ ସମସ୍ତେ ଡାକିଲେ। ଆଜି କାଗଜ ଗାଡ଼ିର ସେକେଣ୍ଡ ବେଲ୍ ପୂର୍ବରୁ ଶେଷ ହୋଇଗଲା। ସେ ମନେ ମନେ ଫିସ୍କିନା ହସିଦେଲା। ଆଜି ତାର ବେଳା ଭଲ। ଖବରକାଗଜ ଦୋକାନୀ ତା ଉପରେ ବିରକ୍ତ ହେବ ନାହିଁ, ବରଂ କେତେ ଖୁସି ହେବ ସିଏ। ଗାଡ଼ି ଆସିବା ଆଗରୁ ଭୋଳା ଫେରିବାକୁ ଲାଗିଲା। ଫରଜ ହେବାକୁ ଆହୁରି ଅନେକ ଡେରି ଅଛି। ଯାଉ ଯାଉ ଖୁସିରେ ପେଟ ଉପରେ ହାତ ବୁଲାଇ ଆଣି ଭୋଳା କହିଲା, ହେ ଭଗବାନ, ଏସବୁ ପ୍ରତିଦିନ ଘଟୁନାହିଁ କାହିଁକି? ସମାପ୍ତ।